ଢେଙ୍କାନାଳରେ କାଉଡ଼ି ଯାତ୍ରା ନିମନ୍ତେ ଦ୍ୱିତୀୟ ପ୍ରସ୍ତୁତି ବୈଠକ। ଚଳିତ ମାସ 22 ତାରିଖ ସୋମବାରଠାରୁ ଆରମ୍ଭ ହେଉଥିବା କାଉଡ଼ି ଯାତ୍ରାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବା ନିମନ୍ତେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ସଭାଗୃହଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ଜିଲ୍ଲାର 12ଟି ପ୍ରମୁଖ ଶୈବପୀଠରେ କାଉଡ଼ି ଯାତ୍ରା ଆୟୋଜନକୁ ଶୃଙ୍ଖଳିତ କରିବା ନିମନ୍ତେ ଯତ୍ନବାନ ହେବାକୁ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଶୃଙ୍ଖଳିତ ଭାବେ କାଉଡ଼ିଆମାନେ ଜଳାଭିଷେକ କରି ପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ବୈଠକ ପ୍ରାରମ୍ଭରେ ଦେବୋତ୍ତର ଅଧିକାରୀ ତଥା ସଦର ଉପଜିଲ୍ଲାପାଳ ସପନ କୁମାର ନନ୍ଦ ସ୍ୱାଗତ ଭାଷଣ ଦେଇ କାଉଡ଼ି ଯାତ୍ରା ଆୟୋଜନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସମସ୍ତ ଶୈବପୀଠରେ ଜଳାଭିଷେକ ନିମନ୍ତେ କାଉଡ଼ିଆ ଶ୍ରଦ୍ଧାଳୁମାନେ ପ୍ଲାଷ୍ଟିକ ପାତ୍ର ଢାଳ ବ୍ୟବହାର ନ କରି ମାଟି ଅଥବା ଧାତୁ ନିର୍ମିତ ପାତ୍ର ବା ଢାଳରେ ଜଳ ଆଣି ଜଳାଭିଷେକ କରିବାକୁ ଅନୁରୋଧ କରାଯାଇଛି। ସେହିପରି ସମସ୍ତ ଶୈବପୀଠ ଗୁଡ଼ିକରେ ପ୍ଲାଷ୍ଟିକ ବୋତଲ ଏବଂ ଗ୍ଲାସ ଆଦି ବ୍ୟବହାରକୁ ନିଷିଦ୍ଧ କରାଯାଇଛି। କପିଳାସ ଠାରେ ଗାଡ଼ି ପାର୍କିଂ ପାଇଁ ଧାର୍ଯ୍ୟ ଦେୟ ଫି ଠାରୁ ଅଧିକ ଆଦାୟ କରିବାର ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାଉଡ଼ିଆମାନଙ୍କ ସୁରକ୍ଷା ନିମନ୍ତେ ସମସ୍ତ ଜଳ ସଂଗ୍ରହ ଘାଟରେ ବାରିକେଡିଂ ଏବଂ ଲାଇଟର ବ୍ୟବସ୍ଥା କରାଯିବ। ସମସ୍ତ ଘାଟରେ ସୁରକ୍ଷା ଦୃଷ୍ଟିରୁ ପୋଲିସ ମୁତୟନ କରାଯିବ। ଅବୈଧ ବୋଟ ଚଳାଚଳ ରୋକିବା ନିମନ୍ତେ ସଜାଗ ରହିବାକୁ ବିଡିଓ ଏବଂ ତହସିଲଦାରମାନଙ୍କୁ ପରାମର୍ଶ ଦିଆଯାଇଛି। କାଉଡ଼ିଆମାନଙ୍କ ଯାତ୍ରା ନିମନ୍ତେ କପିଳାସ ପୀଠର ସମ୍ପୂର୍ଣ୍ଣ ପାବଛ ରାସ୍ତାକୁ ସଫାସୁତୁରା କରାଯିବା ସହିତ ସୁରକ୍ଷିତ ବିଦ୍ୟୁତ ଆଲୋକ ବ୍ୟବସ୍ଥା କରାଯିବ। ସମସ୍ତ ଶୈବପୀଠ ଗୁଡ଼ିକରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଆରକ୍ଷୀ ମୁତୟନ ଏବଂ କପିଳାସ ରାସ୍ତାରେ ପେଟ୍ରୋଲିଂ ବ୍ୟବସ୍ଥା କରାଯିବ। କପିଳାସ ଠାରେ ସାପ ଧରାଳେ ସଜାଗ ରହିବେ। ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ଆଶୁ ଚିକିତ୍ସା ସହିତ 2 ଗୋଟି ଆମ୍ବୁଲାନ୍ସ ମୁତୟନ ହେବ। ମହିଳା କାଉଡ଼ିଆମାନଙ୍କ ନିମନ୍ତେ କପିଳାସ ପାଦଦେଶରେ ବିଶ୍ରାମ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ସୁରକ୍ଷା ଦୃଷ୍ଟିରୁ ହାତୀ ଚଳାଚଳ ଓ ସେମାନଙ୍କ ଗତିବିଧି ଉପରେ ନଜର ରଖାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଆମର ଶ୍ରାବଣ ମାସ ଆରମ୍ଭ ହୋଇଯିବ। ସୋମବାର ରବିବାର ଆମର ଭକ୍ତମାନେ ଆସିକି ବିଭିନ୍ନ ଶୈବପୀଠରେ ଜଳଦାନ କରିବେ। ତ ଏଥିପାଇଁ ଆମର ପୋଲିସ ପ୍ରଶାସନ ତରଫରୁ ଏସପି ସାର୍ଙ୍କ ନିର୍ଦ୍ଦେଶ କ୍ରମେ ଆମର ସବୁ ଧର୍ମସ୍ଥଳୀ ଶୈବପୀଠରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଆମର ସଦର ସବ୍ ଡିଭିଜନରେ ଆପଣ ଜାଣିଥିବେ କପିଳାସ ଗେଙ୍ଗୁଟିଆ ଏବଂ ଭାପୁରରେ ଥିବା ପଶ୍ଚିମେଶ୍ୱର ମନ୍ଦିରରେ ଭକ୍ତମାନଙ୍କର ଯେମିତି କିଛି ଅସୁବିଧା ନ ହୁଏ ସେଥିପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ସେପାରେଟ ଡିଏସପି ଇନ୍ସପେକ୍ଟର ଏବଂ ସବ୍ ଇନ୍ସପେକ୍ଟର ର୍ୟାଙ୍କର ବିଭିନ୍ନ ପଦାଧିକାରୀ ମୁତୟନ ହୋଇଛନ୍ତି ଏବଂ ସର୍ବୋପରି ଯେମିତି ଭକ୍ତମାନଙ୍କୁ କିଛି ଅସୁବିଧା ନ ହୁଏ ସେଥିପାଇଁ ପୋଲିସ ପ୍ରଶାସନ ତତ୍ପର ଅଛି। ଗାଡ଼ିଯାନ ଗୁଡ଼ାକୁ ସେଇ ରାସ୍ତାରେ ସେଦିନ ପାଇଁ ଆମେ ବ୍ୟାନ୍ କରିବୁ, ସେ ରାସ୍ତାରେ ଯିବାକୁ ଦେବୁ ନାହିଁ ଏବଂ ଯଦି ବି କୌଣସି ଗାଡ଼ି ସେ ରାସ୍ତାରେ ଯିବା ପାଇଁ ଚେଷ୍ଟା କରେ ଆମେ ଭକ୍ତମାନେ ସେଇଠୁ ଜଳଦାନ କରିକି ନ ଫେରିବା ଯାଏଁ ସେଇ ଗାଡ଼ି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଆଉଟସ୍ପଟରେ ପାର୍କିଂ କରିକି ରହିବ ଏବଂ ସମସ୍ତେ ଫେରି ସାରିଲା ପରେ ତାପରେ ଆମେ ସେଇ ଗାଡ଼ି ଗୁଡ଼ାକୁ ମୁଭ୍ କରିବା ପାଇଁ ତାଙ୍କୁ ପରମିଶନ ଦେବୁ। ଢେଙ୍କାନାଳରୁ ମାଳବିକା ବେହେରାଙ୍କ ରିପୋର୍ଟ, ପଥାଳିଆ ନ୍ୟୁଜ୍।